ଲଳିତା ତୋ ମା କହିକା ଲଳିତା ଆଜ୍ଞା ଠକ ସାମୀ କାହିଁକି ଏମିତି ହଉଛ? ମୋ ବାପା ତ ବର୍ଷିକା ରିଜା ଦେଇ ଯାଇଛି। ତମର ଏମିତି ଅବସ୍ଥା କଣ ହେଇଛି? ମୋ କଦଳୀ ପତ୍ର ପିନ୍ଧିକି ଆସିଲଣି। କଣ କହିବି କହିଲା ତତେ କେମିତି କହିବି କହଲୋ ଝିଅ ଏ ମଠ ସାଇ ମାଡ଼କୁ ମୋର ପ୍ରବଳ ଭୟ ଏ ଗୋପାଳ ମତେ ଗୋଡେଇ ଚାଲିଗଲେ ମଦନ ମୋର ସାଇକେଲ ଆରମ୍ଭ କରି ହାଟ ସାଇକେଲ ଭଲ ସାଇକେଲ ମତେ ଗୋଡେଇଲେ ହାଇସ୍କୁଲ ପଢିବା କଥା ମାରି ବସିଲେ ବହେ ମାଇଲେ ମନରେ ମୋର ଦୁଃଖ ନଥିଲା ଭାବିଲି ଶ୍ୱଶୁରଙ୍କର ବର୍ଷିକା ରିଚାର୍ଜ ହେଇଛି ମୋର ଲାଇଫ ଟାଇମ ରିଚାର୍ଜ ଖାଇବା ପାଇଁ ପଡେ କିନ୍ତୁ ମୋ ମନଟା ଏତିକି ଦୁଃଖ ମୋ ବାପାଙ୍କ ପାଖକୁ ଗାମୁଛାଟା ନେଇକି ଯାଇଥିଲି ସେଟା ଡ୍ରେନରେ ପକେଇ ମାଇଲା ବେଳେ ଖୋଲିକି ନେଇକି ପଳେଇଲେ ଶେଷରେ ମଠ ସାହି ବାପା ଭାଇ କଦଳୀ ପତ୍ର ଦି ଖଣ୍ଡ ଦେଲା ପରେ ଇଜ୍ଜତ ପକେଇଛି ଆମ ଭିତରେ କିଛି ନାହିଁ। ନା କଦଳୀ ପତ୍ର ପିନ୍ଧିଛ କଣ ବାପା ଭାଇ ଦୟା ପାଇଁ ଏତିକି କଲା ୟାହୁ ଲଳିତା କାଇଁ ଗୋଟେ ୟାହୁ ଲଳିତା ହଉଛ? ୟାହୁ ଲଳିତା ପୁଣି ସେମିତି ହେଲ ଜାଣିଛ ବାପାଙ୍କ କଥା ତମ ମା ଭଉଣୀ ନେଇକି ଶୋଧିବେ ୟାହୁ ଲଳିତା କାହିଁକି ରାଗୁଛ କାହା ପାଇଁ ମାଡ଼ ଖାଇଲ ବାପା ତମ ପାଇଁ ମାଡ଼ ଖାଇଲେ ବାପା ମୋ ପାଇଁ ମାଡ଼ ଖାଇଛନ୍ତି ତ ଜୋଇ ପାଇଁ ମାଡ଼ ଖାଇଛ ତ ବାପା ମନ ଦୁଃଖ କରନି ବାପା ଆଜି ମଠ ସାହିର ଆମର ରଘୁନାଥ ସ୍ୱାଇଁ ଚଗଲା ଭାଇ ନାହାନ୍ତି ନହେଲେ ତମକୁ ସିଏ ବୁଝେଇ ଦେଇଥାନ୍ତେ ଜମା ମନ ଦୁଃଖ କରନି ବାପା ମୁଁ ତମକୁ କଥାବାର୍ତ୍ତା ଦଉଛି ଏମିତି ଖିଆ ପିଆ କରିବି ଏରିଆ ପୁରା ଭସେଇ ଦେବି ଏ ଥାଉ ମ ସେ ଫୁଟାଣିଆ କଥା ମାରନି ଏମିତି ଭସଉଛ ପାନ ଖଣ୍ଡେ ଖାଇବା ପାଇଁ ଯେ ତମ କାନ ଅଣ୍ଡାଉଛି ସେ ପୁଣି ଭସେଇକି ଖାଇବା ପିଇବାରେ ଏଇ ଅନନି କଥା କହୁଛ ଲଜ୍ଜା ଏମିତି କଥା କହିବନି ୟାହୁ ଲଳିତା ୟାହୁ ଲଳିତା ତମ ମା ପାଟୁ ନା ଛେଳକୁ ଯାଉନି ବାପା ୟାହୁ ଲଳିତା କାଲି ତମ ଜନ୍ମଦିନ ବାହାରେ ତ ଜୋଇ ପାଇଁ ଯେତିକି ମାଡ଼ ଖାଇଛ ମୁଁ ବାପା କଥା ଦେବି ମଦନ ମୋହନ ସାହି ହାଟ ସାହି କୋଟ ସାହି ମଠ ସାହି ପର୍ଯ୍ୟନ୍ତ ହରିଅନ୍ତା ପବନର ସିଏ ଆସିବ ଭାତଟେ ହବ ଡାଲିଟେ ହବ ଭାତଟେ ହବ ଡାଲିଟେ ହବ ଭାତଟେ ହବ ଡାଲିଟେ ହବ ଖଟାଟେ ହବ ଡାଲିଟେ ହବ ଖଟାଟେ ହବ ଘାଟଟେ ହବ ଭାତଟେ ହବ ଡାଲିଟେ ହବ ଖଟାଟେ ହବ ଘାଟଟେ ହବ ମାଛ ଝୋଳଟେ ହବ ବାରଟେ ହବ ବାବା ଏଇ ତମେ ଖାଲି ରାଗୁଛ ନା ରାଜିବେ କଣ ପାଇଁ ତମ ଦେହରେ ଚନ୍ଦନ ଭସିବେ ମାଡ଼